ଜୟ ଜଗନ୍ନାଥ। ଆଜି ଭଲ କଥା ଛୁଆ ମନେ ରଖ, ବିନାଶ କାଳେ ବିପରୀତ ବୁଦ୍ଧି ହେଲା। ଲୋଭରୁ ମୋହ, ମୋହରୁ ମାୟା, ମାୟାରୁ କଣ ମୃତ୍ୟୁ, ତିରମୁଛୁ ବୁଲେ ପିତା। କାହିଁ କହିଲି ବିନାଶ କାଳେ ବିପରୀତ ବୁଦ୍ଧି? ଏତେ ଆଯିବ ଘଟଣା। ସ୍ୱୟଂ ପ୍ରଭୁ ଅବତାର ହେଲେ କଣ? ରାମ ଅବତାର ହେଲା। ମହାପ୍ରଭୁ ଯେତେ ଥର ଅବତାର ହେଇଛନ୍ତି ମନେ ରଖ, 4 ଥର ପୂର୍ଣ୍ଣ ବ୍ରହ୍ମ ଅବତାର ହେଇଥିଲେ। ତନ୍ମଧ୍ୟରୁ ରାମ ଅବତାର ମଧ୍ୟ ପୂର୍ଣ୍ଣ ଅବତାର। ବୁଝିହଉଛି? ପୂର୍ଣ୍ଣ ଅବତାର ରାମଚନ୍ଦ୍ର କଣ କଲେ? ଖାଲି ଟିକେ କହିଦଉଛି, ବଣକୁ ଗଲେ। କାହିଁକି? ପିତୃ ସତ୍ୟ ପାଳିକି। ବନକୁ ଯେତେବେଳେ ଗଲେ, ସେଠୁ କଣ ହେଲା? ମରିଚି ନା କଣ ରାକ୍ଷସ, ସେଠୁ ରାବଣ ତାକୁ ପଠେଇଲା। ସେ ଗୋଟେ ସୁନାର ମୃଗ ହେଇକି ସୀତାଙ୍କ ପାଖରେ ଆସି ପହଞ୍ଚିଲା। ସୁନା ମୃଗଟାକୁ ଦେଖିଲେ କିଏ? ସେ ସୀତା ହେଲା। ସିଏ ସେଇଠୁ କଣ କଲେ? ସୀତା ସେଇଠୁ କହୁଛନ୍ତି, ପ୍ରଭୁ ମତେ ସୁନାର ମୃଗଟାକୁ ଆଣିକି ଦିଅ। ସ୍ତ୍ରୀ କହିଛନ୍ତି, ରାମଚନ୍ଦ୍ର ସେଇଥିରେ କଣ ଲେବାଇ ହେଇଗଲେ। ସେ ଚିନ୍ତା କଲେ ନାହିଁ, ମାନେ କୌଣସି ବେଦ ଶାସ୍ତ୍ର ପୁରାଣରେ ତ ନାହିଁ ଗୋଟେ ସୁନାର ମୃଗ ସଂସାର ଭିତରେ ଅଛି। ମାୟାରେ ପଡିବ। ପତ୍ନୀ ଭୋଳେ ରାମ ହେଲେ ମତି ଭ୍ରମ, ଏଣୁ ପଡିଲା ଅକାଳ ବିପତ୍ତି। ସ୍ତ୍ରୀ ଯେତେବେଳେ କହିଦେଲେ, ଇଏ ତାଙ୍କରି କଥାରେ ପଡିଗଲେ। ଏଠୁ ଗୋଡେଇଲେ ନାଇଁ, ଯେତେବେଳେ ଗୋଡେଇଛନ୍ତି, ତାପରେ ରାବଣ ସୁବିଧା ହେଇଛି, ସୀତା ଚୋରି ହେଇଛି। ସେମିତି ବର୍ତ୍ତମାନ ସମୟରେ ଗୋଟେ କଥା କହୁ, କିମ୍ଭୀର ନେଇ ମଝି ନଈରେ ଗଲାଣି, ଲୋକମାନଙ୍କର ଚେତନା ଫେରୁନି। ତେବେ ମହାପୁରୁଷଙ୍କ ବାଣୀ ଯୋଉଠି ଆଲୋଚନା କରିବ, ତମକୁ ଲୋକମାନେ ଠୁସୁଲି କରିବେ, ଆଗଳରେ ବି ଗଣା କରିଦେବେ। ପାଗଳାଟା କିଛି କାମ ନାହିଁ, ଗୋଟେ ଚଲେଇছে। ଦ୍ୱିତୀୟତଃ, କେତେକ ଗବେଷକ ମାଳିକା ଶାସ୍ତ୍ରକୁ ମାନେ କଣ କଲେ? କଦର୍ଯ୍ୟ ଭାବରେ କହିଲେ। ଏମିତି କଦର୍ଯ୍ୟ ଭାବେ କହିଲେ, ଯୋଉ ଲୋକମାନେ ବିଶ୍ୱାସ କରୁଥିଲେ, ଯେତେବେଳେ ଘଟଣା ମାନ ସବୁ ନ ଘଟିଲା, ସେଠି କଣ ତାଙ୍କର ବି ଅବିଶ୍ୱାସ ହେଇଗଲା। ଚୋର ତ ଚୋର, ଇଏ ବି ମଧ୍ୟ ତାଙ୍କ ଦେହରେ ବାଇ ହେଇଗଲେ। ବୁଝି ହଉଛି? କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ଯୋଉ କହିଛନ୍ତି, ଆଗକୁ ଅମୁକ ହବ, ସମୟ ଘଟିବ, ସବୁ ଅନେକ ଉପଦେଶ ଦେଇଛନ୍ତି। କାହିଁକି ଦେଇଥିଲେ? ଦେଇଥିଲେ ଛୁଆ, ଆଗକୁ ଅମୁକ ବିପଦ ଘଟିବ, ତମେ ଟିକେ ସାବଧାନ ହେଇଯିବ, ସତର୍କ ପାଇଁ। ଭୟଭୀତ କରିବା ପାଇଁ ମାଳିକା ଶାସ୍ତ୍ର ଲେଖିନଥାଏ। ଯେମିତି ରୋଗର ଔଷଧ ଅଛି। ଆମର ସାଇକ୍ଲୋନ ବାତ୍ୟା ହଉଛି, ଯେତେବେଳେ ଆରମ୍ଭ ହଉଛି, ଆମର କଣ ହଉଛି? ପାଣିପାଗ ବିଭାଗ ଆଗରୁ ଜଣେଇ ଦଉଛି। ସରକାର କଣ କରୁଛି? ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନେଇଯାଉଛି, ବାତ୍ୟା ଆଶ୍ରୟସ୍ଥଳୀ କି ନେଇ ଯାଉଛନ୍ତି। ସେମିତି ଇଏ ସିନା ପାଣିପାଗ ବିଭାଗ 8 ଦିନ କି 15 ଦିନ ଆଗରୁ କହୁଛି। ଆମ ଉତ୍କଳୀୟ ମହାପୁରୁଷ ଯୋଉ ସବୁ ଥିଲେ, ସ୍ୱୟଂ ମହାପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ, ସେ ହାରାହାରି 600 ବର୍ଷ ଆଗରୁ କହିଦେଇକି ଯାଇଛି। ହେ ଛୁଆ, ମାନେ ସେ ଓଡିଆକୁ କେତେ ଭଲ ପାଉଥିଲେ। ସେ ତ ଚାହିଁଥିଲେ ସଂସ୍କୃତରେ ଲେଖିଥାନ୍ତେ, ସେ ସବୁ ଓଡିଆ ଭାଷାରେ ଲେଖିଥିଲେ। ହେ ଛୁଆ ମାନେ,
ଆଗକୁ ଆଉ ବିପଦ ଅଛି ତ ସତର୍କ ହେଇଯାଅ। ବର୍ତ୍ତମାନ କେଇ ଜଣ ସତର୍କ ହଉଛନ୍ତି? ଏଟା କହିଲି ବିନାଶ କାଳେ ବିପରୀତ ହୁଏ। ଏଇ କଥା ଉପରେ ମହାପୁରୁଷ ଅଚ୍ୟୁତ କୁହନ୍ତି, ହେ ଦ୍ୱାଦଶ ଗୋପାଳ ମାନେ ଏତିକି ମନେ ରଖ, ଏଇ ଯୋଉ ଘଟଣା ସବୁ ଘଟିବ ତମ ମାନଙ୍କୁ କହୁଛି ବା ଯୋଉ ସଚେତନ କରୁଛି, ଏଇଟା ମୁଁ ମୋ ମନକୁ କହୁନି, ମୁଁ ମନକୁ କହୁନି କି ଏ ଯୋଉ ଘଟଣା ଘଟିବ ସମସ୍ତେ ଆକୁ ଉପଭୋଗ କରିପାରିବେ ନାହିଁ। ସେ କହିଲେ ମୁଁ କହୁଛି ବୋଲି ମୋର ଦୋଷ ନାହିଁ, ପୂର୍ବରୁ ଲେଖି ଅଛି ଧାତା। ମୁଁ ଯୋଉ କଥା କହୁଛି ସେଟା ମୋ ଦୋଷ ନୁହଁ, ତମେ ଭାବ ନାହିଁ ମୁଁ କହୁଛି ବୋଲି। ପୂର୍ବରୁ ଲେଖି ଅଛି ଧାତା। ସୃଷ୍ଟିରୁ ଧାତା ବୋଲନ୍ତି ବ୍ରହ୍ମା, ସେ ତାକୁ ଲେଖିଛନ୍ତି। ତମେ ମାନେ ଜାଣିପାରୁନ, ମୁଁ ଜାଣିପାରୁଛି ବୋଲି ତମକୁ କହୁଛି। କଳ୍ପନା ଗ୍ରାସିଲେ କର୍ମ ବାମ ହେଲେ କଳ୍ପନା ଗ୍ରାସିବ, ପ୍ରକୃତି କାଟିବ ଚିତା। ଯେତେବେଳେ ମତେ ବେଦପତି ବ୍ରହ୍ମା କହିଛନ୍ତି, ଯେତେବେଳେ ଯାହାର କର୍ମ ଖରାପ ହବ ତାକୁ କଳ୍ପନା ଗ୍ରାସିବ। ହେ କୋଠା କରିବି, ହେ ଜମି କିଣିବି, ହେ 5 ତାଲା ବିଲ୍ଡିଂ କରିବି, ଗାଡି କରିବି, ଘୋଡା କରିବି, କଣ କଳ୍ପନା ଗ୍ରାସିଗଲା, ରାତି ରାତି ଭଲ ଲୋକ ହେବି। କର୍ମ ବାମ ହେଲେ ଯାହାର ଖରାପ ସମୟ ଆସେ ତାକୁ ସେ ସମୟରେ କଣ ହବ? କଳ୍ପନା ଗ୍ରାସିବ। ହେଲେ କଳ୍ପନା ଗ୍ରାସିବ ସେତେବେଳେ ପ୍ରକୃତି ତାକୁ ଚିତା କାଟିଦବ। ମୋର କିଛି ଦୋଷ ନାହିଁ। ଆପଣା ହସ୍ତରେ ଯିବାକୁ ଛେଦିଲେ ପ୍ରତିବାଦୀ କେହି ନାହିଁ, ସୁକର୍ମ କୁକର୍ମ ବୁଝିପାରୁଥିଲେ ବୈକୁଣ୍ଠ ସ୍ଥାନ ମିଳେ। ତମେ ଦେଖ ଗୋଟେ ଗୋଟେ ଲୋକଙ୍କର ଛୁଆ ମରିଯାଆନ୍ତି, କିଏ କହୁଛି ଯମ ନେଇଗଲା ବୋଲି କହନ୍ତି କି? ଆରେ କୋଉଥିରେ ମଲା? ନା ଗାଡି ଧକ୍କାରେ ମଲା, ନା କୋଉଥିରେ ମଲା? ନା ପାଣିରେ ବୁଡିକି ମଲା, ନା କୋଉଥିରେ ମଲା? ନା ଦୌଡ଼ି ଦେଇ ମଲା, ନା କୋଉଥିରେ ମଲା? ନା ଚାଲୁଥିଲା ଷ୍ଟ୍ରୋକ ହେଇକି ମରିଗଲା। ବୁଝି ହଉଛି? ଯମକୁ ଟିକେ ହେଲେ ଦୋଷ ଲାଗେ ନାହିଁ। ସେମିତି ଆମେ ଯାହା କରିବା ଆମେ ତାହା ହିଁ ଭୋଗିବା। ବୁଝିପାରୁଛ ନା ବୁଝିପାରିବ? ତେଣୁ ବିଧିର ବିଧାନ କେ କରିବ ଆନ, କେହି ଆନ କରିପାରିବେ ନାହିଁ। କରିପାରିବେ କିଏ ସେ? ନା ସଦଗୁରୁ ଯେବେ ମାରେ ଗୋଇଠା, ଅନ୍ଧାର ଘରେ ଜଳେ ବୋଇଠା। ପ୍ରକୃତରେ ସଦଗୁରୁ ଯିଏ ହେଇଥିବେ, ସେ କାଳ ଯମ ମୁଖରୁ ଶିଷ୍ୟକୁ ଟାଣି ଆଣିବେ। ଆଉ ବର୍ତ୍ତମାନ ତ ଗୁରୁ ରେଣୀ ନଡ ବଡ, ଶିଷ୍ୟକୁ କିଏ କରିବ ସମାଳ? ଟଙ୍କା ସୁନାରେ କାରବାର, ଇଏ ଅଟେ କଳିର ବିଚାର ନା ନାଇଁ? ଗୁରୁ ଗା ଟଙ୍କା ସୁନାରେ କଣ ହେଲେଣି? କାରବାର କଲେଣି। ଏବା କଳିର ରୀତି। ତେଣୁ କେବଳ ଏତିକି ମନେ ରଖିଥାଅ, ଅସମ୍ଭବ ସମ୍ଭବ କରିପାରିବେ କିଏ? ସେ ସଦ୍ଗୁରୁ ବା ଗୁରୁ। ବ୍ରହ୍ମା ଅଭିଶାପ ଦେଲେ ବିଷ୍ଣୁ ଖଣ୍ଡନ କରିପାରିବେ, ବିଷ୍ଣୁ ଅଭିଶାପ ଦେଲେ ଶିବ ଖଣ୍ଡନ କରିପାରିବେ, ଶିବ ଅଭିଶାପ ଦେଲେ ଗୁରୁ ଖଣ୍ଡନ କରିପାରିବେ। କିନ୍ତୁ ଗୁରୁ ଯାହାକୁ ଅଭିଶାପ ଦିଅନ୍ତି ତାକୁ 3 ପୁରରେ କେହି ଖଣ୍ଡନ କରିପାରିବେ ନାହିଁ। ବୁଝିପାରିଲ ନା? ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ହରି